ନମସ୍କାର ଦେଖନ୍ତୁ ଆଜିର ଭିଡିଓରେ ଆମେ ଆପଣଙ୍କର ନମ୍ବର ସିଷ୍ଟମର ଗୋଟେ ଇମ୍ପୋର୍ଟାଣ୍ଟ ଟପିକ ରହୁଛି ଡିଭିଜିବିଲିଟି ରୁଲ୍ସ ତ ତା ସମ୍ପର୍କରେ ଆଲୋଚନା କରିବା ଏବଂ ଏଇ ଟପିକରୁ ଆପଣଙ୍କର କଣ ସବୁ କ୍ୱେଶ୍ଚିନ୍ ମଧ୍ୟ ହେଇପାରିବ ସବୁ ଦେଖିବା। ତ ଦେଖନ୍ତୁ ଗୋଟେ ସଂଖ୍ୟା ଆପଣଙ୍କର 2 ଦ୍ୱାରା ବିଭାଜକ ନାହିଁ ଆମେ କେମିତି ଜାଣିବା? ଯଦି ତାର ୟୁନିଟ ଡିଜିଟ କଣ ହେଇଥିବ ନା 0 2 4 6 8 ମାନେ ଯଦି ଆମର ଇଭେନ ନମ୍ବର ରହୁଛି ତାହେଲେ ସେଇ ସଂଖ୍ୟାଟି ଆପଣଙ୍କର 2 ଦ୍ୱାରା ବିଭାଜ୍ୟ ହବ। ଯେମିତିକି ହେଲା ଆପଣଙ୍କର 12 200 144 ଏମିତି ଦେଖିପାରିବେ ଯେ ଏକକର ଗୁଡିକ କଣ ଯୁଗ୍ମ ରହୁଛି। ନେକ୍ସଟ 3 ର ସୂତ୍ର ହଉଛି ଆପଣଙ୍କର ସମ୍ ଅଫ digits of a number। ଆପଣଙ୍କର ଅଙ୍କ ମାନଙ୍କର ସମଷ୍ଟି 3 ଦ୍ୱାରା ବିଭାଜ୍ୟ ହଉଥିବା ଦରକାର, ତାହେଲେ ଯାଇକି ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ହବ। ଯେମିତି କିଛି ଉଦାହରଣ ନେଇକି ମନେକର ଦେଖିବା 312 ମୁଁ ନେଇଛି। ଅଙ୍କମାନ ସମଷ୍ଟି କେତେ ହଉଛି 3 1 4 2 6। ତ ଅଙ୍କମାନ ସମଷ୍ଟି 3 ଦ୍ୱାରା ବିଭାଜ୍ୟ ମାନେ 312ଟି ଆପଣଙ୍କର 3 ଦ୍ୱାରା ବିଭାଜ୍ୟ ହବ। ଆଉ ଗୋଟେ ନବା ମନେକର 429। ଏଠି ଆପଣ ଅଙ୍କମାନ ସମଷ୍ଟି କେତେ ହଉଛି 4 2 6 9 15। ତ ଏଇଟା ବି ଆପଣଙ୍କର 3 ଦ୍ୱାରା ବିଭାଜ୍ୟ ହବ। ଓକେ ବୁଝିପାରିଲେ? ତ 2 3 ସରିଲା, ନେକ୍ସଟ 4 ର ଦେଖିବା। 4 ର କାମ ହଉଛି ଆମର ଲାଷ୍ଟ 2 ଡିଜିଟ ଆମେ ଲକ୍ଷ୍ୟ କରିବା। ଲାଷ୍ଟ 2 ଡିଜିଟ କୁ ନେଇକି ଯୋଉ ଆପଣଙ୍କର ନମ୍ବରଟା ସୃଷ୍ଟି ହବ ସେହି ନମ୍ବରଟି ଯଦି ଆପଣଙ୍କର 4 ଦ୍ୱାରା ବିଭାଜ୍ୟ ହଉଛି ତାହେଲେ ସଂଖ୍ୟାଟି ଆପଣଙ୍କର 4 ଦ୍ୱାରା ବିଭାଜ୍ୟ ହବ। କିମ୍ବା ଲାଷ୍ଟରେ ଯଦି ଆପଣଙ୍କର 0 0 ରହୁଛି ତାହେଲେ ମଧ୍ୟ ସଂଖ୍ୟାଟି ଆପଣଙ୍କର 4 ଦ୍ୱାରା ବିଭାଜ୍ୟ ହବ। ଏଇଟା ଆପଣ ଲକ୍ଷ୍ୟ କରିବେ। ତ ଗୋଟେ ଉଦାହରଣ ଏଠି ଦେଖିବା। ବର୍ତ୍ତମାନ ମନେକର ମୁଁ ନେବି 542। ତ ଲାଷ୍ଟ ଦିଟା ଡିଜିଟ କୁ ନେଇକି କୋଉ ସଂଖ୍ୟାଟି ସୃଷ୍ଟି ହଉଛି ଏଠି 42। ଏବଂ ଆମେ ଦେଖିପାରୁଛନ୍ତି ଯେ 42 ଟା କଣ 4 ଦ୍ୱାରା ବିଭାଜ୍ୟ ନୁହେଁ। ତା ମାନେ ଆମର 542 ଟା ମଧ୍ୟ 4 ଦ୍ୱାରା ବିଭାଜ୍ୟ ହବ ନାହିଁ। ଏଠି ଯୋଉ ମୁଁ କହିଲି ଦିଟା ଜିରୋ ଥିବ କିମ୍ବା ଅଧିକ ଜିରୋ ବି ରହିପାରେ। ଯଦି ଲାଷ୍ଟକୁ 3ଟି ଜିରୋ ମଧ୍ୟ ଅଛି ସେ ବି ଚଳିବ। 2 or more zeros। ଦିଟା ଜିରୋ ଲାଷ୍ଟକୁ ଅଛି ମାନେ ଆପଣ ଜାଣିବେ ଯେ ସେଟା 4 ଦ୍ୱାରା ବିଭାଜ୍ୟ ହବ। ନେକ୍ସଟ ଆଉ ଗୋଟେ ଦିଟା ଉଦାହରଣ ଦେଖିଦବା। ଆମର 9372। ତ ଯଦି ଆମେ ଦେଖୁଛନ୍ତି 72 ଟା ଆପଣଙ୍କର କଣ 4 ଦ୍ୱାରା ବିଭାଜ୍ୟ ହଉଛି ଆପଣଙ୍କର, ତାହେଲେ ଏଇଟା ଆପଣଙ୍କର 4 ଦ୍ୱାରା ବିଭାଜ୍ୟ ହବ। ଆଉ ଗୋଟେ ସଂଖ୍ୟା ନବା 5338। ଏଠି ଦେଖନ୍ତୁ ଲାଷ୍ଟରେ କଣ ଆପଣଙ୍କର 38 ଅଛି ମାନେ ଏଇଟା ଆପଣଙ୍କ 4 ଦ୍ୱାରା ବିଭାଜ୍ୟ ହବନି। ମନେକର ମୁଁ ନେବି 12300। ଲାଷ୍ଟକୁ କଣ ଦିଟା ଜିରୋ ଅଛି ମାନେ ଏଇଟା ଆପଣଙ୍କ 4 ଦ୍ୱାରା ବିଭାଜ୍ୟ ହବ। ବୁଝିପାରିଲେ? ତ ଏଇଭଳି ଭାବରେ ଉଦାହରଣ ଗୁଡିକ ଆପଣ ବୁଝି ଯାଇଥିବେ। ନେକ୍ସଟ ଆମେ ଦେଖିବା 5 ର କଥା ଦେଖିବା। ତ 5 ର କଥା ଯଦି ଆମେ ଦେଖୁଛନ୍ତି ତ ଏଠି ଆମେ ୟୁନିଟ ଡିଜିଟ କୁ ଦେଖିବା। ଏକକ ଘରେ ଆପଣଙ୍କର କଣ ଅଛି ସେଇଟା ଆମେ ଦେଖିକି ଜାଣିପାରିବା। ଯଦି ଏକକରେ 0 ଅଛି କିମ୍ବା 5 ଅଛି ତାହେଲେ ସେଇ ସଂଖ୍ୟାଟି ଆପଣଙ୍କର 5 ଦ୍ୱାରା ବିଭାଜ୍ୟ ହବ। 0 5 ଛଡା ଯଦି କିଛି ଅଲଗା ଅଛି ତାହେଲେ ସେଇ ସଂଖ୍ୟାଟି ଆପଣଙ୍କ 5 ଦ୍ୱାରା ବିଭାଜ୍ୟ ହେବ ନାହିଁ। ମନେକର ମୁଁ ଲେଖିଲି 3125। 5 ଅଛି ବିଭାଜ୍ୟ ହବ। 9400 ଲେଖିଲି ଏଇଟା ହବ। ମନେକର ମୁଁ ଲେଖିଲି 531। ଏଇଟା ହବ କି? ହବନି, କାରଣ ଏକକରେ ଆପଣଙ୍କର 1 ଅଛି। ତ 5 ଟା ତ ପୁରା ଇଜି ଅଛି, ଆପଣ ବୁଝି ଯାଇଥିବେ।
ନେକ୍ସଟ ମୁଁ ଆପଣଙ୍କୁ ଦେଖିବି ଯେ ସଂଖ୍ୟାଟି ଆପଣଙ୍କ 6 ଦ୍ୱାରା କେମିତି ବିଭାଜ୍ୟ ହବ। ତ ଦେଖନ୍ତୁ 6 ହଉଛି ଆପଣଙ୍କ କଣ 2 ଗୁଣନ 3। ତ ଯୋଉ ସଂଖ୍ୟା ଆପଣଙ୍କର 2 ଦ୍ୱାରା ବିଭାଜ୍ୟ ଏବଂ 3 ଦ୍ୱାରା ବିଭାଜ୍ୟ ଆପଣ ଦେଖିବେ ସେଇ ସଂଖ୍ୟାଟି ଆପଣଙ୍କର 6 ଦ୍ୱାରା ବିଭାଜ୍ୟ ହୋଇଯିବ। ଏବଂ 2 ଏବଂ 3 ଆମେ ପଢିଲେ ତ ସେମିତି ଆପଣ ଚେକ୍ କରିଦେଇ ପାରିବେ। ମନେକର ମୁଁ ନେବି ଆପଣଙ୍କର 616 ଗୋଟେ ସଂଖ୍ୟା ନେଇଛି। ତ ଯେହେତୁ ଏଟା କଣ ଏକକରେ 6 ଅଛି ଯୁଗ୍ମ ସଂଖ୍ୟା ଅଛି 2 ଦ୍ୱାରା ବିଭାଜ୍ୟ ହବ। ସଂଖ୍ୟା ମାନଙ୍କର ସମଷ୍ଟି କେତେ ରହୁଛି? 6 ପ୍ଲସ୍ 1 ପ୍ଲସ୍ 6 କେତେ ହେଲା? ଏଟା ଆପଣଙ୍କର 13 ହେଇଯାଉଛି ନୁହେଁ କି? ଏବଂ 13 ଆପଣଙ୍କର 3 ଦ୍ୱାରା ବିଭାଜ୍ୟ ନୁହେଁ। ତାହେଲେ 616 ଆପଣଙ୍କର 3 ଦ୍ୱାରା ବିଭାଜ୍ୟ ହବନି। ତା ମାନେ ଏଇ ସଂଖ୍ୟାଟି ଆପଣଙ୍କର 6 ଦ୍ୱାରା ମଧ୍ୟ ବିଭାଜ୍ୟ ହବନି। କାରଣ 2 ଦ୍ୱାରା ବିଭାଜ୍ୟ ହଉଛି କିନ୍ତୁ 3 ଦ୍ୱାରା ହେଉନାହିଁ। ବୁଝିପାରୁଥିବେ। ଆଉ ଗୋଟେ ଉଦାହରଣ ଯଦି ଆମେ ଦେଖିବା 5324। ତ ଏଇଟା ଯଦି ଦେଖିବା 2 ଦ୍ୱାରା ତ ବିଭାଜ୍ୟ ହେଇଯାଉଛି କାରଣ ଏକକରେ ଆପଣଙ୍କର 4 ଅଛି। ସମଷ୍ଟି ଯଦି ଦେଖିବା 5 3 8 2 10 4 14। ତ ଯେହେତୁ ଏଇଟା ଆପଣଙ୍କର 14 ରହୁଛି ସମଷ୍ଟି ମାନେ 3 ଦ୍ୱାରା ବିଭାଜ୍ୟ ହବନି। ତା ମାନେ ଏଇ ସଂଖ୍ୟାଟି ଆପଣଙ୍କର 6 ଦ୍ୱାରା ମଧ୍ୟ ବିଭାଜ୍ୟ ହବ ନାହିଁ। ବୁଝିପାରିଲେ ଏଇଟା? ତ ଏଇଟା ଥିଲା ଆପଣଙ୍କ 6 ଦ୍ୱାରା ବିଭାଜ୍ୟତାର ସୂତ୍ର। ନେକ୍ସଟ ଆମେ ଦେଖିବା 7 ର ଡିଭିଜିବିଲିଟି କଣ ରହୁଛି ସୂତ୍ରଟି। ତ 7 ଆପଣ କଣ କରିବେ ନା ଆପଣ ଦେଖିବେ ଯେ ଶତକ ଆଉ ଦଶକ ସ୍ଥାନରେ କୋଉ ଅଙ୍କ ଅଛି। ଏଇ ଦିଟା ସ୍ଥାନରେ ଯୋଉ ଅଙ୍କ ଅଛି ତାକୁ ନେଇକି ଯୋଉ ସଂଖ୍ୟାଟି ଗଠନ ହବ ସେଥିରୁ ଆପଣ କଣ କରିବେ ନା 2 ଇଣ୍ଟୁ ୟୁନିଟ ଡିଜିଟ ମାଇନସ କରିଦେବେ। 100 ଆଉ 10 ପ୍ଲେସ ରେ କଣ ଅଛି ଦେଖିବେ କୋଉ ମାନେ ସେ ଦିଟାକୁ ନେଇ ଯୋଉ ସଂଖ୍ୟାଟି ଗଠନ ହଉଛି ସେଥିରୁ ଆପଣ ମାଇନସ କରିଦେବେ 2 ଇଣ୍ଟୁ ୟୁନିଟ ଡିଜିଟ। ତ ଗୋଟେ ଉଦାହରଣ ଦେଖିଲେ ଆପଣ ବୁଝିଯିବେ। ତ ଗୋଟେ ମୁଁ ନେଇଯାଉଛି ଆପଣଙ୍କର 840। ତ ଏଠି ଦେଖନ୍ତୁ 100 ଆଉ 10 ପ୍ଲେସ ରେ ଆପଣଙ୍କର କେତେ ଅଛି 84 ଅଛି। ୟୁନିଟ ଡିଜିଟ ଟା 0 ଅଛି ତ 84 ମାଇନସ 2 ଇଣ୍ଟୁ 0। ତ ଏଟା ଆପଣଙ୍କ କେତେ 84 ଆସୁଛି। ତ ଏଥିରୁ ଆପଣ ଜାଣିପାରୁଥିବେ ଯେ 84 ଟା କଣ 7 ଦ୍ୱାରା ବିଭାଜ୍ୟ। ତା ମାନେ ଏଇଟା ଆପଣଙ୍କର ବିଭାଜ୍ୟ ହବ। ଆଉ ଗୋଟେ ଦେଖିବା 658 ମନେକର ଦେଖିବା। ଶତକ ଆଉ ଦଶକ ଅଙ୍କକୁ ନେଇକି କିଏ ହଉଛି ଆପଣଙ୍କର 65 ହଉଛି। ଏଥିରୁ ମାଇନସ କରନ୍ତୁ 2 ଇଣ୍ଟୁ 8। ତ 65 ରୁ 16 ମାଇନସ କଲେ ଆପଣଙ୍କର କେତେ ହେଲା ନା 49। ଏବଂ ଆପଣ ଦେଖିପାରୁଥିବେ ଯେ 49 ଟା ଆପଣଙ୍କର 7 ଦ୍ୱାରା ବିଭାଜ୍ୟ। ତ ସେଥିପାଇଁ ଆପଣଙ୍କର 658 ଟା ଆପଣଙ୍କର 7 ଦ୍ୱାରା ବିଭାଜ୍ୟ ହବ। ଆଉ ଗୋଟେ ଉଦାହରଣ ଦେଖିଦବା 11,324 ମନେକର ମୁଁ ନଉଛି। ତ ଏଠି ଯଦି ଆମେ ଦେଖିବା ଆପଣଙ୍କର ଶତକ ଆଉ ଦଶକୁ ନେଇକି କିଏ ଗଠନ ହଉଛି 32। 32 ରୁ ଏକ ଘର ଡବଲ କି 8 32 ରୁ 8 ଗଲେ 26। ତ ଏଇଟା ଆପଣ 7 ଦ୍ୱାରା ବିଭାଜ୍ୟ ନୁହେଁ। ତ ଏଇଟା ବି ଆପଣଙ୍କର ଯୋଉ 11,324 ଟା 7 ଦ୍ୱାରା ବିଭାଜ୍ୟ ହେବ ନାହିଁ। ତ 7 ର କେସ୍ ବର୍ତ୍ତମାନ ଆପଣ ବୁଝି ଯାଇଥିବେ। ନେକ୍ସଟ ଆମେ ଦେଖିବା 8 ର। 8 ଦ୍ୱାରା ବିଭାଜ୍ୟତାର ସୂତ୍ର କଣ ରହୁଛି? ତ 8 ଦ୍ୱାରା ବିଭାଜ୍ୟତାର ସୂତ୍ର ହଉଛି ଆପଣ ଲାଷ୍ଟ 3ଟା ଡିଜିଟ କୁ ଦେଖିବେ। ଲାଷ୍ଟ 3ଟା ଡିଜିଟ କୁ ନେଇକି ଯୋଉ ସଂଖ୍ୟାଟି ଗଠନ ହଉଛି ସେଇଟା ଯଦି ଆପଣଙ୍କର 8 ଦ୍ୱାରା ବିଭାଜ୍ୟ ତାହେଲେ ସଂଖ୍ୟାଟି ଆପଣଙ୍କର 8 ଦ୍ୱାରା ବିଭାଜ୍ୟ ହବ। ବୁଝିପାରିଲେ ଲାଷ୍ଟ 3 ଡିଜିଟ କୁ ନେଇକି ଯୋଉ ନମ୍ବରଟି ଆପଣଙ୍କର ସୃଷ୍ଟି ହଉଛି ଏହି ସଂଖ୍ୟାଟି ଯଦି 8 ଦ୍ୱାରା ବିଭାଜ୍ୟ ହବ ତାହେଲେ 8 ଦ୍ୱାରା ବିଭାଜ୍ୟ ସେଇ ସଂଖ୍ୟାଟି ହବ। କିମ୍ବା ଲାଷ୍ଟରେ ଆପଣଙ୍କର 3ଟା 0 ଥିଲେ ମଧ୍ୟ ହୋଇଯିବ। 3ଟା 0 ଯଦି ଅଛି ତାହେଲେ ସେଇ ସଂଖ୍ୟାଟି ଆପଣଙ୍କର 8 ଦ୍ୱାରା ବିଭାଜ୍ୟ ହବ। ଗୋଟେ ଉଦାହରଣ ଯଦି ମୁଁ ନଉଛି ଆପଣଙ୍କର 2256। ତ ଏଠି ଯଦି ଆପଣ ଦେଖିବେ 256 ଲାଷ୍ଟରେ ଅଛି।
256 ଟା ଆପଣଙ୍କର 8 ଦ୍ୱାରା ବିଭାଜ୍ୟ ହେଇଯିବ। କାରଣ 8 3 ହେଲେ 24 ତ 8 କୁ 32 ରେ ଗୁଣିଲେ ହିଁ 256। ବୁଝିପାରିଲେ? ମାନେ 2256 ଟା ଆପଣଙ୍କର 8 ଦ୍ୱାରା ବିଭାଜ୍ୟ ହବ। ମନେକର ଆଉ ଗୋଟେ ସଂଖ୍ୟା ମୁଁ ନେବି, ଏତିକି ନେଇଛି 1,25,000। ତ ଏଠି ମୁଁ ଦେଖୁଛି ଯେ ଲାଷ୍ଟ ମୋର 3ଟା ଜିରୋ ଅଛି, ମାନେ ଏଇ ସଂଖ୍ୟାଟି ଆପଣଙ୍କର 8 ଦ୍ୱାରା ବିଭାଜ୍ୟ ହବ। ବୁଝିପାରିଲେ? 8 ର ସୂତ୍ର ବି ବୁଝିଗଲେ। ତ ଏଗୁଡିକ ଆପଣ ଲେଖି ଦିଅନ୍ତୁ, ଯାହା ଦ୍ୱାରା କି ଆପଣଙ୍କ ସବୁ ମନେ ରହିଯିବ। 9 ଦ୍ୱାରା ସୂତ୍ର ହଉଛି 3 ଯା 9 ର ସେୟା, ସମ୍ ଅଫ୍ ଦ digits of a number। ତ ଦେଖନ୍ତୁ ଗୋଟେ ସଂଖ୍ୟା ମୁଁ ଆପଣଙ୍କ ନଉଛି 9368119। ଏଇ ଯୋଉ ସଂଖ୍ୟାଟି ମୁଁ ନେଇଛି ସମଷ୍ଟି ଦେଖିଦିଅନ୍ତୁ କେତେ ହଉଛି। 9 3 12 6 18 8 26 1 27 9 36। ତ ଆପଣ ଜାଣିପାରୁଥିବେ ଯେ 36ଟା 9 ଦ୍ୱାରା ବିଭାଜ୍ୟ ହଉଛି, ତ ଏଇ ସଂଖ୍ୟାଟି ମଧ୍ୟ ଆପଣଙ୍କର 9 ଦ୍ୱାରା ବିଭାଜ୍ୟ ହବ। ଆଉ ଗୋଟେ ସଂଖ୍ୟା ମନେକର ନବା 4532। ସମଷ୍ଟି ଦେଖିଦିଅନ୍ତୁ 4 5 9 3 12 2 14 ହଉଛି। 14 ଆପଣଙ୍କର 9 ଦ୍ୱାରା ବିଭାଜ୍ୟ କି ହବ ନାହିଁ, ତ ଏଇଟା ବି ଆପଣଙ୍କର 9 ଦ୍ୱାରା ବିଭାଜ୍ୟ ହେବନି। ବୁଝିପାରିଲେ? ନେକ୍ସଟ ଦେଖନ୍ତୁ 10 ଦ୍ୱାରା ବିଭାଜ୍ୟତାର ସୂତ୍ର ପୁରା ଇଜି ରହୁଛି। ଯାହାର ୟୁନିଟ ଡିଜିଟ ଆପଣଙ୍କର 0 ସେ ହଉଛି 10 ଦ୍ୱାରା ବିଭାଜ୍ୟ। ଯାହାର ୟୁନିଟ ଡିଜିଟ 0 ସେ ହଉଛି ଆପଣଙ୍କର 10 ଦ୍ୱାରା ଡିଭିଜିବଲ ହବ। ଯେମିତି କି ଆପଣ କହିପାରିବେ 4320, 510, 5000। ବୁଝିପାରିଲେ? କାରଣ ୟୁନିଟ ଡିଜିଟ ଏଗୁଡିକର ସବୁ 0। ତ ଏଇଟା ଥିଲା ଆପଣଙ୍କର 10 ଦ୍ୱାରା ଡିଭିଜିବିଲିଟିର ନିୟମ। ନେକ୍ସଟ ଆପଣ ଦେଖନ୍ତୁ 11 ରୁ ମାନେ କ୍ୱେଶ୍ଚିନ୍ ପ୍ରାୟ ଆସିଯାଏ 11 ଦ୍ୱାରା ଡିଭିଜିବିଲିଟି। ସମ୍ ଅଫ୍ digits at a odd and even place differ by number divisible by 11। ମାନେ ଅଡ୍ ଆଉ ଇଭେନ୍ ପ୍ଲେସରେ ଯୋଉ ନମ୍ବର ଅଛି ତାର ସମଷ୍ଟିର ଯୋଉ ଡିଫରେନ୍ସଟା 11 ଦ୍ୱାରା ବିଭାଜ୍ୟ ହବା ଦରକାର, କିମ୍ବା 0 ମଧ୍ୟ ହେଲେ ହୋଇପାରିବ। ଗୋଟେ ଉଦାହରଣ ଦେଖିଲେ ଆମେ ଜାଣିପାରିବା ଭଲସେ। ମନେକର ଗୋଟେ ସଂଖ୍ୟା ମୁଁ ଲେଖିଲି, ତ ଏଇ ଯୋଉ ସଂଖ୍ୟାଟି ଦେଖନ୍ତୁ, ଆପଣ ସବୁବେଳେ ଲକ୍ଷ୍ୟ କରିବେ ବାମ ପଟୁ ଲକ୍ଷ୍ୟ କରନ୍ତୁ। ବାମ ପଟୁ ଲେଖି ଦିଅନ୍ତୁ ତଳେ। ମନେକର ମୁଁ ଲେଖିଦେଲି, ଦେଖନ୍ତୁ 1 2 3 4 5 6। ତମର ଅଡ୍ ପ୍ଲେସ କିଏ ରହିଲା? 1 ରେ କିଏ ଅଛି? 2, 3 ରେ ରହିଲା 7, 5 ରେ ଅଛି 8। ତ ମୁଁ ଲେଖିଦେବି 2 + 7 + 8। ଏଟା ଆସିଗଲା ଅଡ୍ ପ୍ଲେସ ରେ ଯୋଉ ନମ୍ବର ଗୁଡିକ ଅଛି। ବାକି ତିନିଟା କିଏ ଆପଣଙ୍କ ଅଛି? 1 3 2। 2 7 8 ମିଶିକି ଆପଣଙ୍କର କେତେ ହେଇଯାଉଛି? 17। 1 3 2 ମିଶିକି ଆପଣଙ୍କର କେତେ ହେଇଯାଉଛି? ନା 6। 17 ରୁ 6 ଗଲେ ଆପଣ 11 ହଉଛି। ତ ଦେଖନ୍ତୁ ଯୋଉ ଡିଫରେନ୍ସ ଟା ଆମର ମିଳିଲା ସେଟା 11 ଦ୍ୱାରା ବିଭାଜ୍ୟ ହଉଛି। ତା ମାନେ ଏଇ ସଂଖ୍ୟାଟି ଆପଣଙ୍କର 11 ଦ୍ୱାରା ଡିଭିଜିବଲ ହବ। ବୁଝିପାରିଲେ? ନେକ୍ସଟ ଗୋଟେ ସଂଖ୍ୟା ମନେକର ମୁଁ ନଉଛି ଆପଣଙ୍କର, ସଂଖ୍ୟାଟି ମୁଁ ନଉଛି 2 8 6 5 4 2 3। ତ ଏଇ ସଂଖ୍ୟାଟି ବର୍ତ୍ତମାନ ଦେଖିବା। ତ ଦେଖନ୍ତୁ ଅଡ୍ ରେ କିଏ ଅଛି? ଏଇଠୁ ଷ୍ଟାର୍ଟ କରନ୍ତୁ। ଅଡ୍ ଏଇଟା ରହିଲା 2, ତାପରେ ଗୋଟେ ଛାଡି ଛାଡିକି ତ ନେବେ 6, ତାପରେ ଅଛି ଦେଖନ୍ତୁ 4 3। ଇଭେନ୍ ରେ ଆପଣଙ୍କର କିଏ ଅଛି? ନା 8 5 2। ଆପଣ ଚାହିଁଲେ ଏମିତି ତଳେ ବି ନମ୍ବର ଲେଖି ଦେଇପାରିବେ 1 2 3 4 5 6 7, ଯାହା ଦ୍ୱାରା କି ଟିକେ ସୁବିଧା ହବ। 2 6 ହେଲା ଆପଣଙ୍କର ଏଠି 8 4 12 3 15। ଇଏ ଆପଣଙ୍କ କେତେ ହଉଛି? 8 5 13 2 15। ତ ଦେଖନ୍ତୁ ଏଠି ଯୋଉ ଡିଫରେନ୍ସ ଟା ଆପଣଙ୍କର 0 ଆସିଯାଇଛି।
ତ ଯଦି ଅଡ୍ ଆଉ ଇଭେନ୍ ପ୍ଲେସ୍ ଆପଣଙ୍କର ଯୋଉ ସମ୍ ଟା ସମାନ ହେଇଯାଉଛି ତାହେଲେ ମଧ୍ୟ ଆପଣଙ୍କର ସେଇ ସଂଖ୍ୟାଟି 11 ଦ୍ୱାରା ବିଭାଜ୍ୟ ହବ। ବୁଝିପାରିଲେ? ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ନେକ୍ସଟ ଆମେ ଦେଖିବା ଯେ 12 ଦ୍ୱାରା ଏ ନମ୍ବର ହୁଇଚ୍ ଇଜ ଡିଭିଜିବଲ୍ ବାଇ ବୋଥ୍ 4 ଆଣ୍ଡ 3। ତ ଯୋଉ ସଂଖ୍ୟାଟି ଆପଣ ଉଭୟ 4 ଏବଂ 3 ଦ୍ୱାରା ବିଭାଜ୍ୟ ସେଇ ସଂଖ୍ୟାଟି 12 ଦ୍ୱାରା ବିଭାଜ୍ୟ ହବ। ତ ଗୋଟେ ସଂଖ୍ୟା ଏଠି ଦେଖନ୍ତୁ ମୁଁ ନେଇଛି 1232। ତ ଲାଷ୍ଟ ଦିଟା ସଂଖ୍ୟା ଯାହାର ଲାଷ୍ଟ ଦିଟା ଅଙ୍କକୁ ନେଇ ଗଠିତ ସଂଖ୍ୟା ମାନେ 4 ଦ୍ୱାରା ବିଭାଜ୍ୟ ହେଲେ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ ହବ। ତ ଏଇଟା 32 ଅଛି ମାନେ 4 ଦ୍ୱାରା ବିଭାଜ୍ୟ ହବ। ଅଙ୍କମାନଙ୍କ ସମଷ୍ଟି ଦେଖିବା 1 2 3 3 6 2 8 ହେଉଛି। ଅଙ୍କମାନଙ୍କ ସମଷ୍ଟି 8 ହେଉଛି ମାନେ 3 ଦ୍ୱାରା ବିଭାଜ୍ୟ ନୁହେଁ। ତା ମାନେ ଏଇ ସଂଖ୍ୟାଟି ଆପଣଙ୍କର 12 ଦ୍ୱାରା ବିଭାଜ୍ୟ ହବ ନାହିଁ। ନେକ୍ସଟ 2244 3 ଦ୍ୱାରା ଯଦି ବିଭାଜ୍ୟ ହବ କି ନାହିଁ ଦେଖିବା 2 2 4 4 8 4 12। ତ 3 ଦ୍ୱାରା ବିଭାଜ୍ୟ ହଉଛି। ନେକ୍ସଟ ଲାଷ୍ଟ ଦିଟା ଅଙ୍କ ଯେହେତୁ ଆପଣଙ୍କର କେତେ ହଉଛି 44 ହଉଛି 4 ଦ୍ୱାରା ବିଭାଜ୍ୟ। ତ ଉଭୟ 3 ଏବଂ 4 ଦ୍ୱାରା ଯଦି ବିଭାଜ୍ୟ ହେଇଗଲା ତା ମାନେ ଏଇ ସଂଖ୍ୟାଟି 12 ଦ୍ୱାରା ବିଭାଜ୍ୟ ହବ। ବୁଝିପାରିଲେ? ନେକ୍ସଟ ଏଇ ସଂଖ୍ୟାଟି ଦେଖନ୍ତୁ 6782। 6 7 13 8 21 2 23 3 ଦ୍ୱାରା ହଉନି ଲାଷ୍ଟକୁ 82 ହଉଛି ଏବଂ 82 ଯେହେତୁ 4 ଦ୍ୱାରା ବିଭାଜ୍ୟ ନୁହେଁ ତାହେଲେ ଏଇଟା ବି ପୁରା ସଂଖ୍ୟାଟା 4 ଦ୍ୱାରା ବିଭାଜ୍ୟ ହବନି। ତ 3 ଆଉ 4 କାହା ଦ୍ୱାରା ହଉନି ମାନେ 12 ଦ୍ୱାରା ମଧ୍ୟ ହବ ନାହିଁ। ଓକେ, ବୁଝିପାରିଲେ ଏଇଟା? ତ ଯୋଉ ସଂଖ୍ୟାଟି 4 ଏବଂ 3 ଦ୍ୱାରା ବିଭାଜ୍ୟ ସେ 12 ଦ୍ୱାରା ବିଭାଜ୍ୟ ହବ। ନେକ୍ସଟ ଆମେ ଦେଖିବା ଯେ ସଂଖ୍ୟାଟି କେମିତି 13 ଦ୍ୱାରା ବିଭାଜ୍ୟ ତାର ସୂତ୍ର ଦେଖିବା। ତ ଏଠି ଗୋଟେ ସଂଖ୍ୟା ମନେକର ନଉଛି 59,371 ମନେକର ନେଇଛି। ତାହେଲେ ମୁଁ କଣ କରିବି ନା ଆପଣଙ୍କର ଏକ ଘରେ ଯୋଉ ଅଙ୍କଟି ଅଛି ୟୁନିଟ ଡିଜିଟ ଯୋଉ ପ୍ଲେସରେ ଅଛି ତାକୁ 4 ରେ ଗୁଣିବି। ବାକି ଯେତିକି ଅଛି ସେଇଥିରେ ମିଶେଇ ଦେବି। ତ ଏଥିରେ ମୁଁ 4 ମିଶେଇଲି ତ ଆସିଗଲା 5941। ଆଉ ଟିକେ ବି ସର୍ଟ କରିପାରିବା ପୁଣି ଏକ ଘରେ ଯାହା ଅଛି ତାକୁ 4 ଗୁଣନ୍ତୁ। ତାହେଲେ କେତେ ହେଇଯିବ 594 ଲେଖିଲି ଯେତିକି ବାକି ରହୁଛି। ଏକ ଘରେ 1 ଥିଲା ତ ମୁଁ ମିଶେଇବି 4 ବର୍ତ୍ତମାନ। ବୁଝିପାରିଲେ? 598 ହଉଛି। ତ ବାକି ଆପଣ ଚାହିଁଲେ ଆଉ ଥରେ ବି କରିଦେଇ ପାରିବେ। 59 ଅଛି ଏକ ଘରେ କେତେ 8 ଅଛି 59 32 ମିଶେଇ ଦିଅନ୍ତୁ କେତେ ହବ 91। ତ 91 ଟା ବର୍ତ୍ତମାନ ଆପଣ ଦେଖୁଥିବେ ଯେ 13 ଗୁଣନ 7। ତା ମାନେ ଏଇ ସଂଖ୍ୟାଟି ଆପଣଙ୍କର 13 ଦ୍ୱାରା ବିଭାଜ୍ୟ ହବ। ଆଉ ଗୋଟେ ଏକ୍ସାମ୍ପଲ ଯଦି ଆମେ ଦେଖିବା 3539 ମନେକର ମୁଁ ନଉଛି। ତ କଣ କରିବେ ଏତିକି ନେଇଯାଆନ୍ତୁ 353 ଲେଖିଲେ ଏକ ଘରେ 9 ଥିଲା ତ ତାର 4 ଗୁଣ ମିଶେଇ ଦିଅନ୍ତୁ ଏଇଥିରେ 389 ହେଲା। ନେକ୍ସଟ କଣ କରିବେ ଏଇ ଯୋଉ ଏକ ଘରେ 9 ଅଛି ତାକୁ 4 ଗୁଣି ଦିଅନ୍ତୁ 38 ଯୁକ୍ତ 36 ଆପଣଙ୍କର ହେଇଗଲା 74। ଏବଂ ଦେଖିପାରୁଥିବେ ଯେ 74 ଟା ଆପଣଙ୍କର 13 ଦ୍ୱାରା ବିଭାଜ୍ୟ ନୁହେଁ। ଏଇଟା ନୁହେଁ ତାହେଲେ ଏଇ ସଂଖ୍ୟାଟି ମଧ୍ୟ ଆପଣଙ୍କର 13 ଦ୍ୱାରା ବିଭାଜ୍ୟ ହବନି। ବୁଝିପାରିଲେ? 3539। ଓକେ, ନେକ୍ସଟ ଦେଖନ୍ତୁ ବାକି ଯାହା ସବୁ ରହୁଛି ମନେକର କ୍ୱେଶ୍ଚିନ୍ ଦେଇ ଦଉଛି ଯେ 14 ଦ୍ୱାରା ବିଭାଜ୍ୟ କଥା ପଚାରୁଛି ସେତେବେଳେ ଆପଣ ଦେଖିବେ ଯେ 14 ହଉଛି କଣ 2 ଗୁଣନ 7 ତ 2 ଦ୍ୱାରା ବିଭାଜ୍ୟ ହଉଥିବ 7 ଦ୍ୱାରା ବିଭାଜ୍ୟ ହଉଥିବ। 15 କଥା ଦେଇଛି 15 ହଉଛି ଆପଣ କଣ 3 ଗୁଣନ 5 ତ 3 ଦ୍ୱାରା ବିଭାଜ୍ୟ ହଉଥିବ 5 ଦ୍ୱାରା ବିଭାଜ୍ୟ ହଉଥିବ। 18 କେସ୍ ହଉଛି ଆପଣଙ୍କର କଣ ନା ସେଟା ଇଭେନ ନମ୍ବର ହେଇଥିବ ଏବଂ ଇଭେନ ନମ୍ବର ମାନେ କଣ ଏଇଟା ଚିନ୍ତା କରିପାରିବେ ଯେ 2 ଦ୍ୱାରା 9 ଦ୍ୱାରା ବିଭାଜ୍ୟ। ଇଭେନ ନମ୍ବର ହେଇଥିବ 9 ଦ୍ୱାରା ଆପଣଙ୍କର ବିଭାଜ୍ୟ ହଉଥିବ। ବୁଝିପାରିଲେ? 35 କଥା ଦେଇଛି 35 ହଉଛି 5 ଗୁଣନ 7 ତା ମାନେ କଣ 5 ଦ୍ୱାରା ଡିଭିଜିବଲ 7 ଦ୍ୱାରା ଡିଭିଜିବଲ। 45 ହଉଛି ଆପଣଙ୍କ 9 into 5 ତ 9 ଦ୍ୱାରା ଡିଭିଜିବଲ 5 ଦ୍ୱାରା ଡିଭିଜିବଲ। 63 ହଉଛି କଣ 7 into 9 ତ ଆପଣ ଚିନ୍ତା କରିବେ ଯେ 7 ଦ୍ୱାରା ଡିଭିଜିବଲ ହଉଥିବ 9 ଦ୍ୱାରା ଡିଭିଜିବଲ ହଉଥିବ। ତ ଯଦି ଏମିତି 35 ହେଲା 45 ହେଲା କିମ୍ବା 63 ଏମିତି କିଛି ସଂଖ୍ୟା ଦଉଛି ଆପଣ ଦେଖିଦେବେ ଯେ କୋଉ ଫ୍ୟାକ୍ଟର ମାନଙ୍କର ଗୁଣଫଳ ସିଏ ରହୁଛି।
16 ହଉଛି ଆପଣଙ୍କର ଲାଷ୍ଟ 4 ଡିଜିଟ। ବୁଝିପାରୁଛନ୍ତି? ଲାଷ୍ଟ 4 ଡିଜିଟ କୁ ନେଇକି ଯୋଉ ସଂଖ୍ୟାଟି ଆପଣଙ୍କର ହେଇଥିବ ସେଇଟା ଯଦି 16 ଦ୍ୱାରା ବିଭାଜ୍ୟ ତାହେଲେ ସଂଖ୍ୟାଟି ଆପଣଙ୍କର 16 ଦ୍ୱାରା ବିଭାଜ୍ୟ। ଆପଣଙ୍କ ବି ମନେ ଥିବ 8 ର ଆପଣ କଣ ଥିଲା ଲାଷ୍ଟ 3 ଡିଜିଟ। ବୁଝିପାରିଲେ? 16 ର ହଉଛି ଲାଷ୍ଟ 4 ଡିଜିଟ ଏବଂ ଯଦି 32 ଦଉଛି ତାହେଲେ ଚିନ୍ତା କରିବେ ଯେ ଲାଷ୍ଟ 5 ଡିଜିଟ। ଓକେ, ଏଗୁଡିକ ଟିକେ ମନେ ରଖି ଦିଅନ୍ତୁ। 25 ରେ ଆପଣ କଣ କରିବେ ନା ଲାଷ୍ଟ 2 ଡିଜିଟ ଦେଖିବେ। ଲାଷ୍ଟ 2 ଡିଜିଟ କୁ ନେଇକି ଯୋଉ ସଂଖ୍ୟାଟି ଆପଣଙ୍କର ଗଠିତ ହଉଛି ସେଇଟା ଯଦି ଆପଣଙ୍କର 25 ଦ୍ୱାରା ବିଭାଜିତ କିମ୍ବା 00 ଥିଲେ ବି ହେଇଯିବ। 125 ରେ କଣ କରିବେ ନା ଲାଷ୍ଟ 3 ଡିଜିଟ ଦେଖିବେ। ଲାଷ୍ଟ 3 ଡିଜିଟ କୁ ନେଇକି ଯୋଉ ନମ୍ବରଟି ଆପଣଙ୍କର ତିଆରି ହଉଛି ସେଇଟା ଯଦି 125 ଦ୍ୱାରା ଡିଭିଜିବୁଲ ତାହେଲେ ସେଇଟା ଆପଣଙ୍କର ସଂଖ୍ୟାଟି 125 ଦ୍ୱାରା ଡିଭିଜିବୁଲ ହବ। ମନେକର କିଛି ଉଦାହରଣ ବି ଏଇଠି ମୁଁ ଲେଖି ଦଉଛି। 125 ପାଇଁ ଗୋଟେ ଲେଖିପାରିବି 6,30,250। ଦେଖନ୍ତୁ 250 ଟା 125 ଦ୍ୱାରା ବିଭାଜ୍ୟ ତାହେଲେ ଏଇ ସଂଖ୍ୟାଟି 125 ଦ୍ୱାରା ବିଭାଜ୍ୟ। ଏବଂ ଦେଖନ୍ତୁ ଏଇଟା 25 ଦ୍ୱାରା ବି ବିଭାଜ୍ୟ ହବ କାରଣ ଲାଷ୍ଟ ଦିଟା ଡିଜିଟ ଆପଣ କେତେ ହଉଛି କୋଉ ସଂଖ୍ୟା ହଉଛି 50 ହଉଛି ଏବଂ 50 ଟି ଆପଣଙ୍କର 25 ଦ୍ୱାରା ବିଭାଜ୍ୟ। ଓକେ, ସୋ ଏଇଭଳି ଭାବରେ ଆପଣଙ୍କର ସବୁ ଫର୍ମୁଲା ଗୁଡିକ ରହୁଛି। ସବୁ ଫର୍ମୁଲା ଗୁଡିକ କପିରେ ଲେଖି ଦିଅନ୍ତୁ, ନିଶ୍ଚିତ ଭାବରେ ମନେ ରଖିଦେବେ କାରଣ ଏହାକୁ ବେଶ କରି ହିଁ ଆପଣଙ୍କର କୋଶ୍ଚିନ୍ ସବୁ ଆସିଯାଉଛି। ତ କିଛି କୋଶ୍ଚିନ୍ ବି ଆମେ ଦେଖିଦବା। So ଦେଖନ୍ତୁ ଆମର ଏଇ କ୍ୱେଶ୍ଚିନ୍ ଟା the number 21835B4 is divisible by 3 where A and B are non-zero digits then what is the maximum value for A plus B? ତ ସଂଖ୍ୟାଟି ଆପଣଙ୍କୁ କଣ ଦେଇଛି ଫାଷ୍ଟ ଲେଖିଦବା 21A35B4। ତ ସମଷ୍ଟି ଦେଖିଦବା କେତେ ହଉଛି 2 1 3 3 6 5 11 4 15। ତ 15 ପ୍ଲସ୍ A ପ୍ଲସ୍ B ଆପଣଙ୍କର 3 ଦ୍ୱାରା ବିଭାଜ୍ୟ ହଉଥିବା ଦରକାର। ମ୍ୟାକ୍ସିମମ୍ ଭାଲ୍ୟୁ କେତେ ହେଇପାରିବ? ଏଠି A ପ୍ଲସ୍ B ଯଦି ଅପସନରେ ଦେଖୁଛନ୍ତି 18 ବି ନେଇପାରିବା ନୁହେଁ କି? ନନ୍ ଜିରୋ ଡିଜିଟ ଦେଇଛି ତ ମ୍ୟାକ୍ସିମମ୍ ଆମେ ନେଇପାରିବା ଯଦି ଗୋଟାକୁ 9 ନବା ଆରଟା ଆମେ କେତେ 8 ନେଇପାରିବା। 8 ନେଇ ହବନି, ନେଇ ହବ କି? ତ ଦେଖନ୍ତୁ କୋଶ୍ଚିନରେ ଲେଖା ତ ହେଇନି ଯେ ଦିଟା ଯାକ ଅଲଗା ଡିଜିଟ ହେବ ବୋଲି, ତ ଆମେ 9 ବି ନେଇପାରିବା। ବୁଝିପାରୁଛନ୍ତି? ତାହେଲେ A ପ୍ଲସ୍ B ର ମ୍ୟାକ୍ସିମମ୍ ଭାଲ୍ୟୁ ଟା ଆମର 18 ଆମେ ନେଇପାରିବା। ବୁଝିପାରୁଛନ୍ତି? କାରଣ 15 ପ୍ଲସ୍ 18 ଆପଣଙ୍କ କେତେ 33 ହେଇଯିବ ଏବଂ ସଂଖ୍ୟା ଏଇ ଯୋଉ ସଂଖ୍ୟାଟି ଆପଣଙ୍କର 3 ଦ୍ୱାରା ବିଭାଜ୍ୟ ହବ। ଓକେ, ତ ମ୍ୟାକ୍ସିମମ୍ ଭାଲ୍ୟୁ ଆପଣଙ୍କର A ପ୍ଲସ୍ B ର ରହିବ ଅପସନ A 18। ବୁଝିପାରିଲେ କ୍ୱେଶ୍ଚିନ୍ ଟି? ନେକ୍ସଟ କ୍ୱେଶ୍ଚିନ୍ ଦେଖନ୍ତୁ ଆପଣଙ୍କର ଦେଇଛି the number 24A5B is divisible by 6. A and B are distinct non-zero digits. If A is an odd digit, then how many possible values are there for A plus B? ତ ଏଠି ଆପଣଙ୍କର ଯୋଉ ସଂଖ୍ୟାଟି ଦେଇଛି 24A କଣ ଦେଇଛି ନା 24A5B। ତ କୋଶ୍ଚିନ୍ ରେ ଦେଇଛି ଯେ 6 ଦ୍ୱାରା ଡିଭିଜିବଲ, ମାନେ 6 ଦ୍ୱାରା ମାନେ କଣ 2 ଦ୍ୱାରା ଡିଭିଜିବଲ ହଉଥିବ 3 ଦ୍ୱାରା ଡିଭିଜିବଲ ହଉଥିବ ଏବଂ ଏଟା ଆପଣ ଗୋଟେ ଅଡ୍ ଡିଜିଟ ହେଇପାରିବ। ଏଟା ଯୋଉ ରହୁଛି ଆପଣଙ୍କର ତାହେଲେ ଏଇଟା କଣ ହେଇପାରିବ ନା 1 3 5 7 9 ହେଇପାରିବ ଏବଂ B ଟା ଆମର ଯେହେତୁ ମାନେ ସଂଖ୍ୟାଟି ଆମର କଣ 2 ଦ୍ୱାରା ବିଭାଜ୍ୟ ହେବା କଥା, ତା ମାନେ କେତେ ହେଇପାରିବ ନା 0 2 4 6 8 ହେଇପାରିବ। ସଂଖ୍ୟା ମାନଙ୍କ ସମଷ୍ଟି ଯଦି ଆମେ ଦେଖୁଛନ୍ତି 2 4 6 5 11 ଅଛି। 11 ପ୍ଲସ୍ A ପ୍ଲସ୍ B
ତ ଏଠି ଆମର a ପ୍ଲସ୍ b ଆମେ କେତେ କରିପାରିବା? a ପ୍ଲସ୍ b ଆମର ଯେହେତୁ ଆପଣଙ୍କର 3 ଦ୍ୱାରା ବିଭାଜ୍ୟ ହବା ଦରକାର, 1 ନେଇପାରିବା, 4 ନେଇପାରିବା, 7 ନେଇପାରିବା, 10 ନେଇପାରିବା, ତାପରେ 13 ବି ନେଇପାରିବା, 16 ନେଇପାରିବା, ନେକ୍ସଟ ଆପଣଙ୍କର 19 ତ ହବ 9 ହେଲେ 18 ହେଇଯାଉଛି ନା, ମ୍ୟାକ୍ସିମମ୍ କେତେ 9 8 17, ତ ତାଠୁ ତ ଅଧିକ ଆମେ ନେଇପାରିବା ନାହିଁ। ତ କେତେଟା ପସିବିଲିଟି ଆପଣଙ୍କର ଦେଖାଯାଉଛି ଏଠି? ଗୋଟେ a ଆପଣଙ୍କର 1 ହେଲେ b ହଉଛି 0, ଏଇଟା ଗୋଟେ ହେଇପାରିବ। a ଆପଣଙ୍କର 1 ନବା, b ଟା ନବା 0, ଏଇଟା ଗୋଟେ ହେଇପାରିବ। ଓକେ, ଏବଂ ଯଦି ଏଟା ମୁଁ 3 ନଉଛି, 3 ତ ମୁଁ ନେଇପାରିବିନି, କାରଣ ତାହେଲେ ମତେ b ଟା କଣ 1 ନବାକୁ ପଡିବ, ତାହେଲେ ଏଇ ଅପସନ ଟା ତ ହେଇପାରିବ ନାହିଁ। ଯୁଗ୍ମ ସଂଖ୍ୟା ତ ଏଠି ହେଇପାରିବ ନାହିଁ, କାରଣ ଯେହେତୁ ଆପଣଙ୍କର ଏଟା କଣ ଅଯୁଗ୍ମ ରହୁଛି ନା, ଏବଂ b ଟା କଣ ଯୁଗ୍ମ ରହୁଛି, ତ ଅଯୁଗ୍ମ ଆଉ ଯୁଗ୍ମ ମିଶିଲେ କଣ ଗୋଟେ ଅଯୁଗ୍ମ ସଂଖ୍ୟା ହିଁ ଆସିବ। ବୁଝିପାରୁଛନ୍ତି? ତାହେଲେ ଏଠି ଆମର ଯୋଉ 10 କାଟି ଦିଅନ୍ତୁ, 16 ପସିବିଲିଟି କାଟି ଦିଅନ୍ତୁ। ତ 7 ଆଉ 13 ବର୍ତ୍ତମାନ ଆମ ପାଖରେ ଅଛି, ତ 7 ପାଇଁ ଆମେ କଣ କଣ ନେଇପାରିବା ଦେଖିବା। 7 ପାଇଁ 1 6 ହେଇପାରିବ, a equal to 1, b equal to 6। ବୁଝିପାରିଲେ? ତ ଏଠି ଆମର ପଚାରିଥିଲା ଯେ ହାଉ ମେନି ପସିବୁଲ ଭାଲ୍ୟୁଜ ଆର୍ ଦେୟାର ଫର a ପ୍ଲସ୍ b, a ପ୍ଲସ୍ b ପାଇଁ କେତେ ପ୍ରକାର ଭାଲ୍ୟୁ ଆମେ କରିପାରିବା ବୋଲି ସେଇଟା କ୍ୱେଶ୍ଚିନ୍ ରେ ଦେଇଛି। ତ ଏଇ ଯୋଉ ପସିବିଲିଟି ଗୁଡିକ କେତେ ପ୍ରକାର ସେଇଟା ପଚାରିନି, a ପ୍ଲସ୍ b କେତେ ପ୍ରକାର ହେଇପାରିବ। ତ a ପ୍ଲସ୍ b ଆପଣଙ୍କ 7 ହେଇପାରିବ, 13 ହେଇପାରିବ, ଏବଂ ଏଠି ଆପଣଙ୍କର କ୍ୱେଶ୍ଚିନ୍ ଦେଇଥିଲା ଯେ a b ଆପଣଙ୍କ ନନ୍ ଜିରୋ ହେବେ, ତ ସେଥିପାଇଁ ଆମେ ଯୋଉ a1 b0 ମୁଁ ଏଟା କହିଲି ଏଇଟା ହବନି। ତ ଆପଣଙ୍କର ପସିବୁଲ ଭାଲ୍ୟୁ ଆପଣଙ୍କର a ପ୍ଲସ୍ b ର କିଏ ହେଇପାରିବ? 7 ହେଇପାରିବ, 13, ମୋଟ 2 ପ୍ରକାର ହିଁ ହେଇପାରିବ। ବୁଝିପାରିଲେ? ତ ଅପସନ ଡି ହଉଛି ଆନ୍ସର। ସୋ କ୍ୱେଶ୍ଚିନ୍ ଟା ଆପଣ ବୁଝିପାରୁଥିବେ, ଏଟା ସିଟ୍ ସ୍ୟାଟ୍ ଲେଭେଲର କ୍ୱେଶ୍ଚିନ୍ ଥିଲା। ନେକ୍ସଟ କ୍ୱେଶ୍ଚିନ୍ ଦେଖନ୍ତୁ, ଆପଣଙ୍କର ଦେଇଛି ଫାଇଣ୍ଡ ଦ ଲିଷ୍ଟ ଭ୍ୟାଲୁଜ ଅଫ x and y so that the number 5x423y is divisible by 88। 5x423y divisible by 88। ତ 88 ହଉଛି ଆପଣଙ୍କ କଣ ନା 8 into 11। ବୁଝିପାରୁଛନ୍ତି କଥା? ତ ଏଠି ଆମେ ଦେଖିବା ଯେ 8 ଦ୍ୱାରା ଏବଂ 11 ଦ୍ୱାରା ଡିଭିଜିବିଲିଟି ସୂତ୍ରଟି ପକେଇବା। ତ ଏଠି ଦେଖନ୍ତୁ ଆପଣଙ୍କର ଅଛି 2 3, ଦେଖନ୍ତୁ 3 ଅଙ୍କ ମାନେ 8 ଦ୍ୱାରା ଡିଭିଜିବିଲିଟି ସୂତ୍ର କଣ, ଲାଷ୍ଟ 3ଟା ଅଙ୍କ ଦ୍ୱାରା ଗଠିତ ସଂଖ୍ୟା 8 ଦ୍ୱାରା ବିଭାଜ୍ୟ ହେବା ଦରକାର। ତ 2 3y ହଉଛି ଆପଣଙ୍କର 8 ଦ୍ୱାରା ଡିଭିଜିବଲ। ତ ଏଇଟା କେତେ ହବ? 240 ଟା ଆପଣ ଜାଣିଛନ୍ତି ଯେ 8 ଦ୍ୱାରା ଡିଭିଜିବଲ। ତା ପୂର୍ବରୁ 8 ମାଇନସ କରିଦଉନାହାନ୍ତି, 232, ମାନେ y ଟା ତ ଆପଣଙ୍କର 2 ହବ। ବୁଝିପାରିଲେ କଥା? ସବୁଠୁ କମ ଭାଲ୍ୟୁ 2 ଏବଂ କେବଳ 2 ହିଁ କରିପାରିବେ। ବୁଝିପାରିଲେ? ତ ଏଇଟା ଆପଣଙ୍କର 2 ପଳେଇଲା। ବର୍ତ୍ତମାନ ଆମେ ଯଦି ଦେଖିବା ସଂଖ୍ୟାଟି ଆମର କଣ ଅଛି ଦେଖନ୍ତୁ, 5x4 2 3 2। ତ ବର୍ତ୍ତମାନ ମୁଁ କଣ କରିବି, ମୁଁ ଦେଖିବି ଯେ ବାମ ପାର୍ଶ୍ୱରୁ କଣ ଦେଖିବି, ଅଯୁଗ୍ମ ସ୍ଥାନର ଅଙ୍କ ଗୁଡିକୁ ନେବି। ମୁଁ ଲେଖିଦେଲି ତଳେ ଦେଖନ୍ତୁ 1 2 3 4 5 6। ଅଯୁଗ୍ମ ସ୍ଥାନରେ କିଏ ଅଛି? 5 4 3। ତ ମୁଁ ଲେଖିଦେଲି 5 plus 4 plus 3 ମାଇନସ୍ ଇଭେନ୍ ପ୍ଲେସ ରେ ଆପଣଙ୍କ ଏଠି x ଅଛି, ତାପରେ 2 ଅଛି, ତାପରେ 2 ଅଛି, ତା ମାନେ x plus 4। ତ 5 4 9 3 12 ହଉଛି, ନୁହେଁ କି? ତ ଏଠି x ର ସବୁଠାରୁ କମ ଭାଲ୍ୟୁ ଟା ମୁଁ କଣ ନେଇପାରିବି? ଏଠି ମୁଁ ନେଇପାରିବି ଆପଣଙ୍କର ମାନେ 12 ହବ, ମାନେ x ଟା ଆପଣଙ୍କର 8 ନେବାକୁ ପଡିବ ମତେ, କାରଣ ତାହେଲେ ଯାଇ କଣ 12 ମାଇନସ 12 0 ହେଇଯିବ।
ବୁଝିପାରୁଛନ୍ତି? x ର ଭାଲ୍ୟୁଟା 8 ହିଁ ନବାକୁ ପଡିବ। କାହିଁକି ନା ଯୋଉ ଅଡ୍ ପ୍ଲେସରେ ଯୋଉ ଅଙ୍କ ଗୁଡିକ ଅଛି ତାର ସମଷ୍ଟି ମାଇନସ ଇଭେନ ପ୍ଲେସରେ ଯୋଉ ଅଙ୍କ ଗୁଡିକ ଅଛି ତାର ସମଷ୍ଟି ଏଇଟା 0 ହବ। 0 ହବ ନହେଲେ 11 ଦ୍ୱାରା ବିଭାଜ୍ୟ ହବ। ତ ସେଥିପାଇଁ ମୁଁ ଏଠି 8 ହିଁ ନବାକୁ ପଡିବ। ତାହେଲେ x ର ମୂଲ୍ୟ ଆପଣଙ୍କର ଆସିଲା 8, y ର ମୂଲ୍ୟ ଆସିଗଲା 2। ତ ଏ ହଉଛି ଏଠି ଆନ୍ସର। ବୁଝିପାରିଲେ କ୍ୱେଶ୍ଚିନ୍ ଟା? ସୋ ଆଜିର ଭିଡିଓଟି ମୁଁ ଆଶା କରୁଛି ଆପଣଙ୍କୁ ଭଲ ଲାଗିଥିବ। ସୋ ଏତିକି କ୍ୱେଶ୍ଚିନ୍ ଆମେ ଦେଖିଲେ। ନେକ୍ସଟ ପାର୍ଟରେ ଆମେ ଅଧିକ କ୍ୱେଶ୍ଚିନ୍ ଦେଖିବା। ଓକେ, ସୋ এই ଭିଡିଓଟି ନିଜର ସାଙ୍ଗସାଥୀ ମାନଙ୍କ ସହିତ ସେୟାର କରିବାକୁ ଭୁଲିବେନି ଏବଂ ଆମର ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ଆପଣଙ୍କୁ ଡେସ୍କ୍ରିପସନରେ ମିଳିଯିବ, ସେଠି ମଧ୍ୟ ଜଏନ୍ ହେଇଯିବେ। ଓକେ, ସୋ ସମସ୍ତଙ୍କୁ ଆପଣ ଯୋଉ ବି ପରୀକ୍ଷା ପାଇଁ ପ୍ରିପାରେସନ କରୁଛନ୍ତି ସମସ୍ତଙ୍କୁ ବେଷ୍ଟ ଅଫ ଲକ୍। ଏବଂ ଯେହେତୁ ଆପଣ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି, ସୋ ଥ୍ୟାଙ୍କ ୟୁ।